अष्टाविंश अध्याय दासिया बाउरी संवाद। चैतन्य उवाच शुणसु मन महारथा कहई विष्णु भक्त कथा। क्षेत्र को छाड़िबेनि कृश बालिग्रामरे तार बास। जाति रे अटई खदाल न जाने पाप पुण्य फल। नाम ता दासिया बाउरी सबर जाति तुले सरी। नाही ता पुत्र पुत्री धन अति दरिद्रता जीवन। पत्नी सहित बेनी प्राणी दिन बंचती लुगा भुणी। से ग्रामे विप्रंकर घरे व्रत उत्सव मानंकरे। नाम गायन जेबे होई तेबे शुणई सुख पाई। हेमंते गला केते दिन ता देहे उपुजिला ज्ञान। होइला गुरु मंत्रधारी माला तिलक नित्य करी। बसे सुजन जन बासे अत्यंत मनर हरसे। नित्य शुणई हरि कथा बुझई पाप पुण्य कथा। जेते बेलरे जाहा मिले ताहा भुंजई सुख भोले। जेबे से दुख सुख पाई समस्त समान मणई। चिंता न थाई मने तार बोलई धन्य ए मोर। विधाता मते एहा कला नीच जाति रे जन्म देला। काहू पाइबी हरि भक्ति जीवन नहिब मुक्ति। हेमंत विचारे से चित्त होइला श्री गुंडीचा जात। सकल देशु लोक माने आसंती प्रभु दर्शने। स्त्री पुरुष युवा नारी वृद्ध बालक आदि करी। एथरे करन्ते गमन विचार कला तार मन। बारे मु यात्रा देखी जीवी प्रभु को दर्शन करिबी। केमंते रूप भगवान देखिबी ए चर्म नयन। हेमंत विचारिता चिते गमिला लोकंक संगते। प्रवेश हेला क्षेत्रवरे श्रीनंदी घोष पारुषरे। रथे देखिला जगन्नाथ मथारे देला बेनी हस्त। कला श्री मुख को अनाई बेनी नयनुधार बही। रंग अधर कला डुला देखी भावरे हेला भोला। चाहिला प्रभु चतुर्भुज बोलई नमु देवराज। मु महापापी ए जगते उद्धर मते जगन्नाथे। नकर म विषय हेला मो हृदय ज्ञान दीप जला। तुम्भे तो पतित पावन मते उद्धर भगवान। हेमंत बोली हेला भोला साष्टांगे दंडवत कला। उठी मथारे कर देई कहिला बहुत विनयी। बोइला तुम्भे मात्र सत्य मिथ्या ए केवल जगत। एबे तू सत्य आजु मूल एकथा भाबई केवल। हेमंते कही रूप गुणी छामुरु होइला मेलाणी। जाइता मंदिरे प्रवेश पत्नी बोलई भुंजी बस। शुणी चरण धुई बसी पत्नी ता भोजन परसी। उआ चाउल पेज जाऊ रांधिबा मात्र के उलाऊ। नुआ हांडी रे रांधि करी रखी जे थिला तार नारी।
ହାଣ୍ଡିକି ସମାନ ହୋଇଛି, ଉଣା ଅଧିକ ନାହିଁ କିଛି। ଉପରେ ପଡ଼ିଅଛି ସର, ଶାଗ ମେଞ୍ଚାଏ ତା ଉପର। ରଖନ୍ତେ ପଡ଼ିଲା ଲହସି, ଅଳପ ଶେଷ ମାତ୍ର ଦିଶି। ରଖିଲା ସ୍ୱାମୀ ଆଗେ ନେଇ, ସ୍ୱାମୀ ତା ଦେଲା କନାଇ। ସୁରଙ୍ଗ ଦିଶେ ହାଣ୍ଡି ଧାର, ମଧ୍ୟେ ଧବଳ ପେଜ ସର। ତା ମଧ୍ୟେ ଶାଗ ଦିଶେ କଳା, ବୋଲେ ଏ ଶ୍ଵେତ ପଦ୍ମ ଡୋଳା। ଏହା ମୁଁ ଖାଇବି କେମନ୍ତେ, ବୋଲି ଭାବନା କରି ଚିତ୍ତେ। ଦେହ ହଇଲା କମ୍ପମାନ, ବଦନୁ ନ ସ୍ଫୁରେ ବଚନ। ନେତ୍ର ଯୁଗଳୁ ଲୁହ ଗଳି, ଟାଙ୍କୁରି ଗଲା ରୁମାବଳି। ଉଠିଲା ବାଇ ପ୍ରାୟ ହୋଇ, କାହାକୁ ଅବା କିସ କହି। କରେ ବଜାଇ କରତାଳି, ରଙ୍ଗେ ନାଚଇ ଢଳି ଢଳି। ତା ଦେଖି ପତ୍ନୀ ଡକା ପାରି, ସେ ଗ୍ରାମ ଲୋକଙ୍କୁ ହକାରି। ଧାଇଁ ଅଇଲେ ଜଣ କେତେ, କହିଲା ତାହାଙ୍କ ଅଗ୍ରତେ। ସ୍ୱାମୀ ମୋ କ୍ଷେତ୍ରେ ଯାଇଥିଲେ, ବାଦେ ସେ କିସ କରିଦେଲେ। ଦେଖ ସାକ୍ଷାତ ହେଲା ବାଇ, କି ବୁଦ୍ଧି କରିବଇ ମୁହିଁ। ତାହା ଶୁଣିନ ଜନ ଧୀରେ, କହନ୍ତି ଦାସିଆ ଆଗରେ। କହ ତୁ କିମ୍ପା ଏମନ୍ତ, ଡେଉଁଛୁ ନ ଖାଇଣ ଭାତ। ତା ଶୁଣି ଦାସିଆ କହଇ, ଶୁଣ ହେ ସମସ୍ତ ଗୋସାଇଁ। ହାଣ୍ଡି ସୁରଙ୍ଗ ପେଜ ଧଳା, ତା ମଧ୍ୟେ ଶାଗ ଦିଶେ କଳା। ସାକ୍ଷାତେ ପଦ୍ମଡୋଳା ଏହି, ଗୁଳିକି ରୂପେ ଖାଇବଇ। ହେମନ୍ତ କହି ଭାବ ଭୋଳେ, ନୃତ୍ୟ କରଇ ଅବହେଳେ। ଏହା ଶୁଣିନ ସର୍ବଜନ, ବଇଲେ ଧନ୍ୟ ତ ଜୀବନ। ଏ ଭାବ ପାଇଲୁ ତୁ କାହିଁ, କୃପା କି କଲେ ଭାବଗ୍ରାହୀ। ଆମ୍ଭେ ସମସ୍ତେ ହେଲୁ ତୁସ, ତୋ ନାମ ବାଲିଗ୍ରାମ ଦାସ। ପତ୍ନୀ କି ବଇଲେ ଲ ଶୁଣ, ସେ ହାଣ୍ଡି ଅଲଗା କରିନ। ଆର ହାଣ୍ଡିରେ ପେଜ ଭରି, ଶାଗକୁ ଦିଅ ଭିନ୍ନ କରି। ସେ ଶୁଣି ସେହିପରି କଲା, ସ୍ୱାମୀ ଆଗରେ ନେଇ ଦେଲା। ତା ଦେଖି ବାଲିଗ୍ରାମ ଦାସ, ଖାଇ ସେ ହୋଇଲା ହରସ। ମୁଖ ପଖାଳି ଭାବ ଭୋଳେ, ଚିତ୍ତ ନିବେଶି ପଦ୍ମ ଡୋଳେ। ସେ ଶବ୍ଦ ବିନା ଅନ୍ୟ ତାର, ପଶଇ ନାହିଁ କର୍ଣ୍ଣ ଦ୍ୱାର। କେବଳ ଶ୍ଵେତ ପଦ୍ମ ଡୋଳା, ଭାବି ଭାବରେ ହେଲା ଭୋଳା। ରାତ୍ର ଦିବସ ସେ ନ ଜାଣି, ବିଷୟା ବିଷ ପ୍ରାୟ ମଣି। ଅନ୍ନ ଭୋଜନ ଆଶା ନାହିଁ, ଯାଉ ବା ଥାଉ ନିଜ ଦେହି। ସତ୍ୟ ବଚନ କଲା ସାର, ଯେ ମିଥ୍ୟା କହେ ଶତ୍ରୁ ତାର। ଦୟା ବିନୟ ଶାନ୍ତି ଭାବ, ଚିନ୍ତଇ ମନେ ପଦ୍ମନାଭ। ସକଳ ଇନ୍ଦ୍ରିୟ ନିବାରି, ଚିନ୍ତଇ ଶଙ୍ଖ ଚକ୍ରଧାରି। ସେ ଯେଉଁ ଶ୍ରୀମୁଖ ଲାବଣ୍ୟ, ନୟନ ବୁଝି କରେ ଧ୍ୟାନ। ସେ ଯେଉଁ ନନ୍ଦୀ ଘୋଷ ରଥେ, ମନକୁ ଥୋଇଲା ନିରତେ। ସେ ଯେଉଁ ଘଣ୍ଟ ବାଦ୍ୟ ସ୍ୱନ, ତହିଁକି ଡେରି ଥାଇ କର୍ଣ୍ଣ। ଅଭୟ ପାଦ ପଦ୍ମ ଗତେ, ମଉଳି ନିବେଶି ତୁରିତେ। ବଦନେ ଏକା ଦାରୁ ହରି, ରଟଇ ଦିବସ ସର୍ବରି। ବିଷୟ କର୍ମ ମାନ କରେ,
ଚିତ୍ତନି ବେଶୀ ହରିଠାରେ ଏମନ୍ତେ ଗଲା ଦିନା କେତେ ତା ଭାବ ଜାଣି ଜଗନ୍ନାଥେ ଯେ ପ୍ରଭୁ ଭକତ ବତ୍ସଳ ଭକତ ଭାବ ଯାର ମୂଳ ନାହିଁ ତା ଜାତି କ୍ରିୟା କର୍ମ ନାହିଁ ତପସ୍ୟା ଦାନ ଧର୍ମ ନାନା ବ୍ରତାଦି ତୀର୍ଥ ଯେତେ କିଛି ନ ରୁଚେ ତାର ଚିତେ କିସ ହଇବ ଦାନ ପୁଣ୍ୟ ଯେତେ ବା କଲେ ଦେବାର୍ଚନ ଏଣେ ପାଇବ ୟାଙ୍କୁ କାହିଁ ଯହିଁ ଲୁଡ଼ିଲେ ତହିଁ ଥାଇ ଭାବରୁ ବନ୍ଧୁ ଭାବ ଗ୍ରାହୀ ସକଳ ଯିବେ ଦୟା ବହି ମନରୁ ଛାଡ଼ି ସର୍ବ ଭୟ ନିରତେ ଆନନ୍ଦ ହୃଦୟ କରିବ ହରି ନାମ ମୂଳ ମୂଳଟି ବିଶ୍ୱାସ କେବଳ ଦୃଢ଼େ ଚିନ୍ତଇ ତାଙ୍କୁ ଯେହି ସେ ହରି ଥାଏ ତାର ତହିଁ ଏକଥା ଅଟଇ ପ୍ରମାଣ ଶୁଣ ହେ ମନ ନୃପରାଣ ସେ ଭକ୍ତି ସେହି ଭାବ ବିନେ କିଛି ନ ଜାଣେ ରାତ୍ର ଦିନେ ଏକ ଦିନେ ସେ ଶୟନରେ ମନ ନିବେଶି ଶ୍ରୀପୟରେ ହଇଣ ଅତି ଶ୍ରଦ୍ଧାବନ୍ତ ବିଚାର କଲା ତାର ଚିତ୍ତ କୃପା କି କରିବେ ଶ୍ରୀହରି ଦେଖିବି ଶଙ୍ଖ ଚକ୍ରଧାରୀ ତା ମନ ଜାଣି ଭଗବାନ ତେଜିଲେ ରତ୍ନ ସିଂହାସନ ବିଜୟ କଲେ ପୀତବାସ ମିଳିଲେ ଭକତର ପାଶ ଦେଖିଲା ନୟନ ପୁରାଇ ବଇଲା ନମୁ ଭାବ ଗ୍ରାହୀ ରଥେ ମୁଁ ଦେଖିଥିଲି ଯାହା ସାକ୍ଷାତ ଦେଖିଲଇଁ ତାହା ବ୍ରହ୍ମା ଇନ୍ଦ୍ରାଦି ସୁରାସୁର ଯକ୍ଷ ଗନ୍ଧର୍ବ ଯେ କିନ୍ନର ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ ଚିନ୍ତଇ ଯେ ହରି ଚରଣ ମନେ କରନ୍ତି ନିତ୍ୟ ଭାବ ତାଙ୍କୁ ତ ଦର୍ଶନ ଦୁର୍ଲଭ ମୁଁ ଯେ ଅଜ୍ଞାନୀହୀନ ଜାତି ନାହିଁ ମୋ ଭକ୍ତି କ୍ରିୟା ଗତି ବିଜୟ କଲ ମୋର ପୁର ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ତା ଶୁଣି ପ୍ରଭୁ ପୀତବାସ ବୋଲନ୍ତି ଶୁଣ ଆରେ ଦାସ ସ୍ୱର୍ଗାଦି ଅପବର୍ଗ ଯେତେ କେବେ ନ ରସେ ମୋର ଚିତେ ଭକତି ଭରେ ଯେ ଭଜଇ ମମନ ତାଠାରେ ମଜଇ ତେଣୁ ତ ଭାବ ମୂଳ ମୋର ହେ ଭକ୍ତ ମାଗି ଘେନ ବର ଶୁଣିବା ଲିଆ ଦାସ ତୁ ସେ ଜଣାଏ ପ୍ରଭୁଙ୍କର ପାଶେ ପଦ୍ମଚରଣ ତୁମ୍ଭ ଭାବି କୁଟିଏ ବାର ଲୁଚି ଯିବି ବରେ ମୋ ପ୍ରয়োଜନ ନାହିଁ ଏତେକ ଦେବ ଭାବ ଗ୍ରାହୀ ତ ଭକ୍ତ ମାନଙ୍କ ଚରଣେ ମମନ ଥାଉ ଅନୁକ୍ଷଣେ ଯେବେ ମୁଁ ମନରେ ଭାବିବି ତୁମ୍ଭ ଦର୍ଶନ ପାଉଥିବି ଏବର ମତେ ଆଜ୍ଞା ହେଉ ଅଧିକ ଲୁଡ଼ା ନାହିଁ ଆଉ ତା ଶୁଣି ପ୍ରଭୁ ଭଗବାନ ବଇଲେ ଧନ୍ୟ ତ ଜୀବନ ତୁ ଯେବେ ଯିବୁ କ୍ଷେତ୍ର ବରେ ମୁଁ ଥିବି ନୀଳ ଚକ୍ର ପରେ ତହିଁ ଚିନ୍ତିବୁ ଯେଉଁ ରୂପ ମୁଁ ହେବି ତେମନ୍ତ ସ୍ୱରୂପ ତୁ ଯେଉଁ ଦ୍ରବ୍ୟ ଯାଚି ଦେବୁ ଆମ୍ଭେ ତା ଅବଶ୍ୟ ଭୁଞ୍ଜିବୁ ଏବର ତତେ ଅସ୍ତୁ ହେଉ ବୋଲି ବିଜୟ ମହାବାହୁ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ଶୁଣ ହେ ସୁମନ ରାଜନ ଭକତ ଭାବରେ ସେ ବସ
ଅଭାବ ନ ପାଇବ ଲେଶ। ଶୁଣ ହେ ପ୍ରଭୁ ନୃପନାଥେ ଏଥି ଉତ୍ତାରୁ କଥା ଯେତେ। ଏମନ୍ତ ବର ଭକ୍ତ ପାଇ ଆନନ୍ଦ କେ ପାରିବ କହି। ରଜନୀ ପ୍ରଭାତରୁ ଉଠି ଶ୍ରୀ ଜଗନ୍ନାଥ ନାମ ରଟି। ବସ୍ତ୍ର ଖଣ୍ଡିଏ ଥିଲା ବୁଣି ବାଣକ ଉଡ଼ିଗଲାଣି। ସେ ବସ୍ତ୍ର ବିପ୍ର ଘରେ ଦେଇ ଦ୍ୱାରେ ଅଛଇ ଉଭା ହୋଇ। ଦେଖିଲା ନାରିକେଳ ଗଛ ବହୁତ ହୋଇ ନାହିଁ ଉଚ୍ଚ। ଏକଇ ଫଳ ଫଳି ଅଛି ତା ଦେଖି ବ୍ରାହ୍ମଣକୁ ପୁଛି। ଏ ଫଳ ଗୋଟି ମତେ ଦିଅ ବାଣକ ଉଡ଼ି କାଟି ନିଅ। ତା ଶୁଣି ବ୍ରାହ୍ମଣ କହି ପ୍ରଥମ ଫଳ ଗୋଟି ଏହି। ଏ ଫଳ ଗୋଟି ଯଦି ନେବୁ କହ ଉଡ଼ି କେତେ ଦେବୁ। ଦାସେ ବୋଲନ୍ତି ତୁମ୍ଭ ମନ ଯେତେକ ଅଛି ତେତେ ଘେନ। ବ୍ରାହ୍ମଣ ବୋଲଇ ତୁ ଶୁଣ ଏ ବସ୍ତ୍ର ଖଣ୍ଡ ଯେତେ ଜାଣ। ତେତେକ ଯେବେ ଛାଡ଼ି ଦେବୁ ତେବେ ଏ ଫଳ ଗୋଟି ନେବୁ। ଦାସେ ବୋଲଇ ହେଉ ନିଅ ଏ ଫଳ ଗୋଟି ମତେ ଦିଅ। ଏମନ୍ତ ବୋଲି ଗଲା ଧାଇଁ ସ୍ନାନ ଶୌଚ ଆଦି ହୋଇ। ଲେଉଟି ଅଇଲା ତୁରିତେ ମିଳିଲା ବ୍ରାହ୍ମଣ ଅଗ୍ରତେ। ବ୍ରାହ୍ମଣ ତୁଳାଇ ସେ ଫଳ ଛଡ଼ାଇ ରଖିଛି ବକଳ। ସେ ଫଳ ଘେନି ଗଲେ ଦାସେ ଅତ୍ୟନ୍ତ ମନର ହରଷେ। ଯାଉଁ ଯାଉଁ ସେ ପଥେ ପୁଣ ଦେଖିଲା ଏକଇ ବ୍ରାହ୍ମଣ। ପଇଡ଼ ଶ୍ରୀଫଳ ପଣସ ଆମ୍ବ କଦଳୀ ଇଖୁରସ। ଛେନା ଗୋଟିକା ଦୁଧ ଦହି ଘୃତ ନବାତ ଦିବ୍ୟ ଖଇ। ଏମାନ ଘେନାଇ ସଙ୍ଗତେ ପ୍ରଭୁଙ୍କ ମଣୁହି ନିମନ୍ତେ। ସେହି ବ୍ରାହ୍ମଣ ଯାଉଥିଲେ ତାହାଙ୍କ ପାଶରେ ମିଳିଲେ। ଦାସେ ବୋଇଲେ ବିପ୍ରବର କଥାଏ ଶୁଣିବ କି ମୋର। ଏ ତୁମ୍ଭ ଦ୍ରବ୍ୟମାନ ଯେତେ ନେଇନ ପ୍ରଭୁଙ୍କ ଅଗ୍ରତେ। ମଣୁହି କରାଇ ସାରିବ ମୋ କଥା ମନେ ପକାଇବ। ଏମ ଶ୍ରୀ ଫଳ ଗୋଟି ଧରି ଗରୁଡ଼ ପଛେ ରହି କରି। ବଲିବ ବାଲିଗ୍ରାମ ଦାସ ଦେଇଛି ନିଅ ପିତବାସ। ସେ ଯେବେ ଶ୍ରୀହସ୍ତ ବଢ଼ାଇ ତୁମ୍ଭର ହସ୍ତରୁ ଛଡ଼ାଇ। ଘେନିବେ ଯେବେ ତାଙ୍କୁ ଦେବ ନୋହିଲେ ଆଣି ମତେ ଦେବ। ଏମନ୍ତ ବୋଲି ଫଳ ଦେଲା ଅନେକ ବିନୟେ କହିଲା। ତା ଶୁଣି ବିପ୍ର ହସି ଦେଲେ ସେ ଫଳ ଘେନି ଚଳିଗଲେ। କ୍ଷେତ୍ରରେ ହଇଲେ ପ୍ରବେଶ ଏଣେ ଘରକୁ ଗଲେ ଦାସ। ଏଥି ଉତ୍ତାରେ ସେ ବ୍ରାହ୍ମଣ ପ୍ରଭୁ ସେବକଙ୍କୁ ରାଇଣ। ସକଳ ଦ୍ରବ୍ୟମାନ ଦେଲେ ପ୍ରଭୁ ମଣୁହି କରାଇଲେ। ଅତି ଆନନ୍ଦେ ମୁଦ ଭରି ମହାପ୍ରସାଦ ସେବା କରି। ଉଠିନେ କରନ୍ତେ ଗମନ ପଡ଼ିଲା ଦାସ କଥା ମନ। ବଇଲେ ବାଲିଙ୍ଗା ବାଉରି ଶ୍ରୀଫଳ ଗୋଟି ଦେଇ କରି। ଯାହା ସେ ଦେଇଛି ମହରେ ତା ଦେଖି ବୁଝି ବାଟି ଥରେ। ଏମନ୍ତ ମନେ ବିଚାରିଲେ ଶ୍ରୀଫଳ ଗୋଟି ଅଣାଇଲେ। ଗରୁଡ଼ ପଛେ ରହି କରି ବଇଲେ ନମୁଦାରୁ ହରି।
ବାଲିଗାଁ ଦାସ ଅଛି ଦେଇ ଘେନିବ ଶ୍ରୀହସ୍ତ ବଢ଼ାଇ ନହିଲେ ଲେଉଟାଇ ଦେବି ନୟନ ବୁଝି ଏହା ଭାବି ତାହା ଜାଣିଲେ ଭାବଗ୍ରାହୀ ଶ୍ରୀହସ୍ତ ଦେଲେ କ ବଢ଼ାଇ ବିପ୍ରହସ୍ତରୁ ଘେନି ଗଲେ ସୁଖରେ ମଣୁଇତା କଲେ କମଳା ନ ପାଇଲେ ଲେଶ ଦେଖ ସେ ଭକତ ବିଶ୍ୱାସ ତା ଦେଖି ବିପ୍ର ଭାବେ ଭୋଳ ନୟନୁ ବହେ ଅଶ୍ରୁ ଜଳ ବଇଲେ ଧନ୍ୟ ତ ଜୀବନ ଧନ୍ୟ ତ ପିତା ମାତା ଧନ୍ୟ ଧନ୍ୟ ହେ ବାଲିଗ୍ରାମ ଦାସ ତତେ ପ୍ରସନ୍ନ ପିତବାସ ହେମନ୍ତ ବୋଲି ସ୍ତୁତି କରି ଦେଉଳେ ପଡ଼ିଗଲା ହୁରି ଶୁଣ ହେ ମନ ମହାରଥା ଏଥି ଉତ୍ତାରେ ଯେତେ କଥା ବାଲିଗାଁ ଦାସ ଏକ ଦିନେ ବିଚାର କଲା ତାର ମନେ ବୋଲେ ମୁଁ କ୍ଷେତ୍ରବରେ ଯିବି ପ୍ରଭୁଙ୍କୁ ଦର୍ଶନ କରିବି କିସ ମୁଁ ଘେନି ଯିବି ହସ୍ତେ ସେ ପ୍ରଭୁ ମଣୋହି ନିମନ୍ତେ ଏମନ୍ତେ ବିଚାରନ୍ତେ ବସି ପାଚିଲା ଆମ୍ବ ବିକାଶୀ ତା ଦେଖି ହଇଲେ ହରସ ବାଛି କିଣିଲେ ପୁଞ୍ଜା ଦଶ ଉତ୍ତମ ସୁରଙ୍ଗ ହୋଇଛି ଅନ୍ୟ କଳଙ୍କ ନାହିଁ କିଛି ରସାଳ ତାଳର ସମାନ ଦେଖି ହରସ ହେଲା ମନ ଉତ୍ତମ ସୂଚିମନ୍ତ ହୋଇ ଭାର କରିଣ କାନ୍ଧେ ବହି ପ୍ରବେଶ କ୍ଷେତ୍ରବରେ ହେଲେ ଦେଖି ସେ ବକଗୁଳ କଲେ କେବଲେ ମୁହିଁ ଘେନି ଯିବି ପ୍ରଭୁଙ୍କ ଆଗେ ନେଇ ଦେବି କେବଲେ ମୁହିଁ ସିନା ସବୁ ଦେଖେ କେ ମନ୍ତେ ତୁହି ନେବୁ କେବଲେ ଏଣେ ଘେନି ଆସ ଏ ଆମ୍ବ ନେବି ମୁଁ ଅବଶ୍ୟ ଏମନ୍ତ ବୋଲି ଝିଙ୍କା ଝିଙ୍କି ହୋଇ ଗୋଡ଼ାନ୍ତି ଆମ୍ବ ଦେଖି ତା ଦେଖି ବାଲିଗ୍ରାମ ଦାସ ଅଳପ ହେଲା ହସ ହସ ବଇଲା ଶୁଣ ହେ ଗୋସାଇଁ ମୁଁ ତ କାହାକୁ ଦେବି ନାହିଁ ଶୁଣି ସେ ବକ କଲେ ରୁଷ ବଇଲେ ଶୁଣ ଆରେ ଦାସ ଯେବେ ତୁ ଆମ୍ଭକୁ ନ ଦେବୁ କହ ତୁ ଏହା କି କରିବୁ ଏ ପ୍ରଭୁ ଅମଣିଆ ଧନ ଏହା ଛୁଇଁ ଟେକେ ଭାଜନ ତୁ ନେଇ କି କରିପାରିବୁ ଆମ୍ଭକୁ ସିନା ଯାଚି ଦେବୁ ତା ଶୁଣି ବାଲିଗ୍ରାମ ଦାସ ପଛକୁ ଘୁଞ୍ଚି ଭଡ଼ା ଦଶ କନ୍ଧରୁ ଭାର ତଳେ ଥୋଇ ନୀଳ ଚକ୍ରକୁ ଦେଲା ଚାହିଁ ବିଜୟ ବ୍ରହ୍ମାଣ୍ଡ ଗୋସାଇଁ ବୋଲେ ମୁଁ ପରିମୁଣ୍ଡା ଯାଇ ମଛାର ପାଇ ଏଡ଼େ ସତ୍ୟ ବୋଲେ ମସ୍ତକେ ଦେଲା ହସ୍ତ ଅନେକ ପ୍ରଣିପାତ କଲା ପାଚିଲା ଆମ୍ବକୁ ଧଇଲା ବଇଲା ଶୁଣ ଭଗବାନ ଏ ଯେବେ ତୁମ୍ଭ ନିଜ ଧନ ତୁମ୍ଭ ଇଚ୍ଛାରେ ଭୋଗ କର ଗୋଳ କିମ୍ ପାଇଁ ଏହାଙ୍କର ହେମନ୍ତ ଯାଚୁ କରେ ଧରି ସେ ଆମ୍ବ ଶୂନ୍ୟ ଗଲା ଚଳି ପଡ଼ିଲା ପ୍ରଭୁଙ୍କର ହସ୍ତେ ଭୋଜନ କଲେ ଜଗନ୍ନାଥେ ଯୋଡ଼ିକି ଯୋଡ଼ି ଏହିପରି ହସ୍ତ ବଢ଼ାଇ ନେଲେ ହରି ସବୁ ଭୁଞ୍ଜିଲେ ଚକ୍ର ପାଣି ଯେ ପ୍ରଭୁ ଭକ୍ତ ଚିନ୍ତାମଣି ହେ ମନ ଶୁଣ ମନ ଦେଇ ନିଜ ସ୍ୱଭାବ ତାଙ୍କ ଏହି ଯେ ଯେଡ଼େ ନିଚ ଜାତି ହେଉ ସେ ଏକା ଭକ୍ତି ଭାବେ ଥାଉ ତାହାର ପତ୍ର ଫଳ ପୁଷ୍ପ
ପାଇଲେ ଶ୍ରୀହରି ସନ୍ତୋଷ। ଯେନର ଉଚ୍ଚ ଜାତି ହେଉ ଶ୍ରୀହରି ଭକତି ନଥାଉ। ସେ ଯେତେ ସ୍ୱାଦୁ ଦ୍ରବ୍ୟ ଦେଲେ ପ୍ରଭୁ ନ ଛୁଅନ୍ତି ତା ଭଲେ। ଏଣୁ ସେ ଭକ୍ତ ଦ୍ରବ୍ୟ ସାରି ଅନ୍ତର ହେଲେ ନର ହରି। ଯେତେକ ଜନ ଥିଲେ ତହିଁ ଦେଖୁ ଯେ ଥିଲେ ଉଭା ହୋଇ। ବୋଇଲେ ଆମ୍ବ କେଣେ ଗଲା କେଥେ ମାୟା କରି ନେଲା। ଦାସେ ବୋଇଲେ ଦେଖ ଯାଇ ଭୁଞ୍ଜିଲେ ବ୍ରହ୍ମାଣ୍ଡ ଗୋସାଇଁ। ଶୁଣି ସେ କଥା ଧାଇଁ ଗଲେ ଦେଉଳେ ପ୍ରବେଶ ହୋଇଲେ। ଦେଖିଲେ ରତ୍ନ ସିଂହାସନ ପଡ଼ିଛି ଟାକୁଆ ଚୁପା ମାନ। ତା ଦେଖି ହେଲେ ଆଚମ୍ବିତ ବୋଇଲେ ଧନ୍ୟରେ ଭକତ। ପ୍ରଭୁଙ୍କୁ କିଣିଲୁ ଭାବରେ ତପରା କେ ଅଛି ସଂସାରେ। ନାହିଁ ନହିବ ତହ ପରି ଆମ୍ଭେ ତ କେଉଁ ଗୁଣେ ସରି। ହେମନ୍ତ କହି ଚଳିଗଲେ ପ୍ରଭୁଙ୍କ ଧନ୍ଦାମାନ ନେଲେ। ବାଲିଙ୍ଗା ଦାସ ଗଳେ ଦେଇ ବୋଇଲେ ଭକ୍ତ ଶ୍ରେଷ୍ଠ ତୁହି। ତଜସ ରହିଲା ଜଗତେ ପରମ ପଦ ମିଳୁ ତତେ। ହେମନ୍ତ କହି ସେ କଲ୍ୟାଣ କଲେ ସକଳ ବିପ୍ରଗଣ। ତା ଶୁଣି ଦାସ ଭାବ ଭୋଳେ ପଡ଼ି ବିପ୍ରଙ୍କ ପାଦ ତଳେ। ତାହାଙ୍କ ଚରଣରୁ ଧୂଳି ମଣ୍ଡନ କଲା କମଉଳି। ଅନେକ ଦଣ୍ଡବତ କରି ବୋଇଲେ ମୁଚାର ବାଉରି। ମଠାରେ ଏଡ଼େ କୃପା କଲ ତେଣୁ ମୋହର ଭାଗ୍ୟ ଭଲ। ହେମନ୍ତ ବୋଲି ହୃଦଗତେ ହରିଙ୍କି ଚିନ୍ତିଲା ତୁରିତେ। ବୋଲଇ ନମୁ ଚକ୍ରପାଣି ନମୁ ସର୍ବଜ୍ଞ ଚୂଡ଼ାମଣି। ଏହା ମୁଁ ବିଚାରଇ ଚିତେ ମତ୍ସ୍ୟାଦି ଅବତାର ଯେତେ। ବାରେ କରାଅ ଦର୍ଶନ ପବିତ୍ର କର ମୋ ଜୀବନ। ହେମନ୍ତେ ବିଚାରନ୍ତେ ଚିତେ ତାହା ଜାଣିଲେ ଜଗନ୍ନାଥେ। ନୀଳ ଚକ୍ରରେ ବିଜେ କରି ଯେବଣ ବିଧି ରୂପ ଧରି। ମତ୍ସ୍ୟ କଳକି ରୂପ ଯାଏ ଦର୍ଶନ ଦେଲେ ଦେବରାଏ। ଅନେକ ଦଣ୍ଡବତ କଲା ଉଠି କାଖରେ କର ଦେଲା। ବୋଇଲା ନିସ୍ତରିଲି ମୁହିଁ ତ କୃପା ଆହ୍ଲାଦ ପାଇ। ହେମନ୍ତ ବୋଲି ଗଲା ଚଳି ନିଜ ମନ୍ଦିରେ ଯାଇ ମିଳି। ସେ ହରି ଭାବେ ମନ ଦେଇ ସୁଖେ ବଞ୍ଚିଲା କାଳ ସେହି। ପରମ ପଦକୁ ଲଭିଲା ଭକତ ପଣେ ଗଣା ହେଲା। ଶୁଣ ହେ ମନ ନୃପମଣି ଏ ଦାଢ଼୍ୟ ଭକ୍ତିର ସବାଣୀ। ପଢ଼ି ଶୁଣନ୍ତି ଯେଉଁ ଜନ ଲଭନ୍ତି ଚଉବର୍ଗ ମନ। କହଇ ରାମଦାସ ଦ୍ୱିଜ ମୋ ପ୍ରଭୁ ଶଙ୍ଖ ଚତୁର୍ଭୁଜ। ସୁଜନେ ଏଣେ କର ଲୟ ଆଉ ନଥିବ ଯମ ଭୟ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ। ବାଲିଗାଁ ଦାସ ବାଉରି ଦାଢ଼୍ୟତା ଭାବ ବର୍ଣ୍ଣନେ ନାମ ଅଷ୍ଟାବିଂଶ ଅଧ୍ୟାୟ।